ସାହିତ୍ୟଧାରା ଚ୍ୟାନେଲକୁ ଆପଣମାନଙ୍କୁ ଢେର ସାରା ସ୍ୱାଗତ। ଆଜି ଗୋଟିଏ ଛୋଟ ଆଲୋଚନା ନେଇକି ଆସିଛି। ଆମ ନିଜର ପରିବାର ଭିତରେ ଆଲୋଚନା, ଆମେ ସମାଜ ଉପରେ ଗୋଟେ ଆଲୋଚନା, ଆମ ଚିନ୍ତାଧାରା ଉପରେ ଗୋଟେ ଆଲୋଚନା। ଆସନ୍ତୁ ଶୁଣିବା। ଆମେମାନେ, ମୁଁ ଏବଂ ମୋର। ଆମେମାନେ, ମୁଁ ଏବଂ ମୋର। ଆମମାନଙ୍କ ଭିତରୁ ପ୍ରାୟ ସମସ୍ତେ ଆମ ଶବ୍ଦ ସହିତ ପରିଚିତ ଅଟନ୍ତି। ଆମ ଶବ୍ଦ ସହିତ ପରିଚିତ ଅଟନ୍ତି। ଆମ କହିଲେ ଆମ ଦେଶ, ଆମ ଜିଲ୍ଲା, ଆମ ଗାଁ, ଆମ ଘର, ଆମ ଜେଜେମା, ଆମ ପିଇସି, ଆମ ମାମୁଁ ଇତ୍ୟାଦି। ସେତେବେଳରେ ଖୁସି ହେଉ ବା ଦୁଃଖ ହେଉ, ଆମେ ସମସ୍ତେ ମିଳିମିଶି ବାଣ୍ଟି ନେଉଥିଲେ। ଗୋଟିଏ ଥାଳିରେ 2 ଜଣ ଖାଉଥିଲେ। ଗୋଟିଏ ଚକୋଲେଟକୁ ଭାଗ କରି ଖାଇବାର ନଜିର ବି ଅଛି। କେହି କେବେ ଏକା ବା ସ୍ୱାର୍ଥପରତାର ଶିକାର ହେଉନଥିଲେ। ଦୁଃଖ ସୁଖ ବାଣ୍ଟିଲା ବେଳେ ଗୋଟେ ସମବେଦନାମୟ ପରିବେଶ ସୃଷ୍ଟି ହେଉଥିଲା। ପୁଣି ଖୁସି ବ୍ୟକ୍ତ କରିବା ସମୟରେ ହାସ୍ୟରୋଳ ସୃଷ୍ଟି ହେଉଥିଲା। ମୁଁ କହୁଛି ଆମ ସମାଜର ଏକ କାଳୀନ ଅବସ୍ଥା ବିଷୟରେ। ତାପରେ ଦିନ ଗଡ଼ି ଚାଲିଲା, ସମୟ ବଦଳିଲା। ତାପରେ କ'ଣ ହେଲା, ଆମ ଗାଁକୁ ଧସେଇ ପଶିଲା ଇଂରେଜ ଅମଳର ପାଠ। ଦୁଃଖକୁ ସୁଖରେ ପରିଣତ କରିବାକୁ ପାଠ ପଢ଼ି ଅଫିସ କଚେରୀରେ ଚାକିରି କରିବାକୁ ଗାଁ ଛାଡ଼ି ସହର ମୁହାଁ ହେଲେ ଶିକ୍ଷିତ ଯୁବପିଢ଼ି। ପରେ ପରେ ସହରୀ ସଭ୍ୟତା ସହିତ ସାମିଲ ହୋଇଗଲେ ପଢ଼ୁଆ ଲୋକମାନେ। ଗାଁରୁ ପିଲାଛୁଆ ଧରି ସେଠି ଘର ବସାଇଲେ। ଏବେ ଆମ ଶବ୍ଦ ମୋ ଶବ୍ଦରେ ପରିଣତ ହେଲା, ଅର୍ଥାତ୍ ଆମେରୁ ମୋ ଶବ୍ଦ ସହିତ ସେମାନେ ନିଜକୁ ସାମିଲ କରିନେଲେ। ଯେମିତିକି ମୋ ଘର, ମୋ ସ୍ତ୍ରୀ, ମୋ ପିଲା, ମୋ ବାପା ମା ଇତ୍ୟାଦି ଇତ୍ୟାଦି। ସେମାନଙ୍କ ସୁଖ ସୁବିଧା ପାଇଁ ଧାଁ ଦଉଡ଼ ଜୀବନକୁ ଆଦରି ନେଲେ। ମାନବ ଜାତି ଭାଇ ଭଉଣୀ, ମାମୁଁ ମଉସା ପିଇସି ସଭିଙ୍କୁ ହତାଦର କଲା ବା ସେମାନଙ୍କର ଆବଶ୍ୟକତାକୁ ଅନୁଭବ କଲା ନାହିଁ। ଧୀରେ ଧୀରେ ସମାଜର ଶୃଙ୍ଖଳା ଭାଙ୍ଗିବାକୁ ଲାଗିଲା। ପୂଜା ପର୍ବାଣୀ ବ୍ୟବସାୟରେ ପରିଣତ ହେଲା। ବାହାଘର ବ୍ରତଘରରେ ବାରିକ, ବାଜାବାଲା, ରୋଷେଇ, ସାଜସଜ୍ଜା ସବୁଥିରେ ବ୍ୟବସାୟୀମାନେ ଯୋଗଦାନ କଲେ। ଯାହାକି ଆଗରୁ ଆମ ଗାଁର ବାରିକ, ପୂଜାରୀ, କୁଳପୁରୋହିତ ଇତ୍ୟାଦି ତୁଲାଉଥିଲେ। କିଛି ବର୍ଷ ଗଲା ପରେ ମୋ ଶବ୍ଦଟି ବଦଳି ଏବେକାର ଯୁବପିଢ଼ି ମୁଁରେ ପରିବର୍ତ୍ତନ ହୋଇଛନ୍ତି। ଅର୍ଥାତ୍ ମୁଁ ଅମୁକ, ମୁଁ ଖାଇବି, ମୁଁ MBA କରିବି, ମୁଁ ନିଜ ଇଚ୍ଛାରେ ବିବାହ କରିବି, ନିଜ ଇଚ୍ଛାରେ ଜୀବନକୁ ପରିଚାଳିତ କରିବି। ମୁଁ ଏବେ କାହାର ନୁହଁ, କେବଳ ନିଜର। ନିଜ ଇଚ୍ଛାରେ ମୁଁ ଚଳିବି। ମୁଁ ଯାହା ଇଚ୍ଛା ତାହା କରିବି। ମୁଁ ନିଜ ପସନ୍ଦରେ ଚଳିବି। ସେଠି ଆଉ ଗୁରୁ ଗୁରୁଜନ ବା ମାତା ପିତାଙ୍କର ଗୋଟେ ସ୍ଥାନ ଅଛି ବୋଲି ଭାବୁନାହାନ୍ତି।
ପୁରା ସ୍ୱେଚ୍ଛାଚାରିତା ଅବଲମ୍ବନ କରୁଛନ୍ତି। ତେଣୁ ଆଜିର ସମାଜ ପୂରାପୂରି ନୂଆ ସ୍ୱପ୍ନ ଦେଖିବା ଆରମ୍ଭ କରିଛି। ଦେଖାଯାଉ ଏହାର ପରିଣାମ କେତେ ପ୍ରଭାବଶାଳୀ ହେଉଛି। ଦିନ ଆସିବ ପିଇସି ମାଉସୀ ଗାଁ ଭାଇ ସାହି ଭାଇ ମୁହଁ ଦେଖିବାକୁ ପାଇବ ନାହିଁ। ମନୁଷ୍ୟ ଗୋଟେ ସାମାଜିକ ପ୍ରାଣୀ। ଏକୁଟିଆ ବା ଏକାନ୍ତ କେତେ ଦୂର ଗ୍ରହଣୀୟ ତାହା ସମୟ ହିଁ କହିବ। ଜୟ ଜଗନ୍ନାଥ।